ଯାଜପୁର ଜିଲ୍ଲାରେ ଚାଲିଛି ବେଆଇନ ବାଲି ଚାଲାଣ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ପଞ୍ଚାୟତଠାରେ ଥିବା ଏକ ବାଲିଘାଟ ପଥର ଘାଟ ନିକଟରେ ଦିନକୁ ଦିନ ଶହ ଶହ ଟ୍ରାକ୍ଟରରେ ହାଇବା ଯୋଗେ ବାହାରକୁ ଚାଲାଣ କରାଯାଉଛି ବାଲି। ଏଠାରେ ରାଜ୍ୟରେ ଖଣି ଲଘୁ କ୍ରିୟା ପଦାର୍ଥ ବାହାରକୁ ଚାଲାଣ ହେଉଥିବା ବେଳେ ସରକାର ନିଜର ରାଜସ୍ୱ ହରାଇବା ବେଳେ ବାଲିଚନ୍ଦ୍ରପୁର ପୋଲିସ ଏବଂ ବଡ଼ଚଣା ତହସିଲଦାର କିପରି ନିରବ ଦ୍ରଷ୍ଟା ଅଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ବାବୁମାନେ କାହାର ଛତ୍ରଛାୟା ତଳେ ରହି ଚାଲୁଛନ୍ତି ତାହା ଜଣାପଡ଼ୁନାହିଁ। ସୂଚନାରୁ ପ୍ରକାଶ ଯେ ବଡ଼ଚଣା ତହସିଲ ଅଧୀନରେ ଥିବା ବାଲିକୁଦା ଠାରୁ ବେଙ୍ଗପୁର ପର୍ଯ୍ୟନ୍ତ କେଳୁଆ ଗେଙ୍ଗୁଟି କାଣି ନଦୀଠାରୁ ବାଲି ମାଫିଆମାନେ ବିଶେଷ କରି ରଇପୁର ବାଲିଘାଟରୁ ହାଇବା ଟ୍ରାକ୍ଟର ଯୋଗେ ଜେସିବି ମାଧ୍ୟମରେ ବାଲି ଖନନ କରି ବିନା ଟିକସରେ ବେଧଡ଼କ ଭାବେ ଚାଲାଣ କରାଯାଉଛି, ଯାହାକି ଦୈନନ୍ଦିନ ବାଲି ନେଉଥିବା ବେଳେ ରାସ୍ତାରେ ଉଭୟ ପାର୍ଶ୍ୱରେ 3 ଇଞ୍ଚର ବାଲି ପ୍ରସ୍ତର ପଡ଼ି ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାକି ପୂର୍ବରୁ ଏକ ଦୁର୍ଘଟଣା ଘଟିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ପ୍ରତିବର୍ଷ ଭଳି ଏଭଳି ବାଲି ଖାଦାନ ହେବା ଦ୍ୱାରା ଗ୍ରାମର ନିକଟରେ ନଦୀବନ୍ଧ ଥିବାରୁ ବନ୍ୟାର ଭୟ ହୋଇଥାଏ। ଏଥିପ୍ରତି ଜିଲ୍ଲା ପ୍ରଶାସନ, ମାଇନିଂ ବିଭାଗ ମନ୍ତ୍ରୀ ତଥା ତହସିଲଦାର ଏବଂ ପୋଲିସ ଅଧିକାରୀ କଡ଼ା ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଉଛି। ଯାଜପୁରରୁ ରଞ୍ଜିତ ଦଳାଇଙ୍କ ରିପୋର୍ଟ, ଚକା ଆଖି।